ଜୀବନରେ ଥରେ ଥରେ ଏମିତି ଅବସ୍ଥା ଆସି ପହଞ୍ଚିଥାଏ, ହୁଏତ କେହି ତୁମକୁ ଧୋକା ଦେଇଛି ବା ତୁମ ମନରେ ଅତ୍ୟନ୍ତ ଦୁଃଖ କଷ୍ଟ ଦେଇଛି, ବିଶ୍ୱାସଘାତକତା କରିଛି। ଯାହାଠାରୁ ଯାହା ତୁମେ ଆଶା ନ କରିଥିବ ସେୟା ହିଁ ତୁମ ଜୀବନରେ ଘଟିଯାଇଛି। ସେଇ ଘଟଣା ଘଟିଗଲା ପରେ ତୁମ ଜୀବନ ସମ୍ପୂର୍ଣ୍ଣ ଓଲଟ ପାଲଟ ହେଇଯାଇଛି। ତୁମେ ଯେ ଆଉ ଜୀବନରେ ବଞ୍ଚି ପାରିବନି ସେଇଭଳି ଏକ ଭାବନା ବି ସୃଷ୍ଟି ହେଉଛି। ବିଶେଷ କରି ତୁମକୁ ଅନେକ କଷ୍ଟ ହେଇଛି, ତୁମେ ଭାଙ୍ଗି ପଡ଼ୁଛ। କିନ୍ତୁ ମୋର କହିବାର କଥା ହେଲା, ଜୀବନରେ କେବେ ବି ଏପରି ଭାବିବ ନାହିଁ ଯେ କିଏ କେବେ କିପରି କାହିଁକି କେଉଁଠାରେ ଏସବୁ ଘଟଣା ଘଟିଗଲା ବା ଜୀବନ ବଦଳିଗଲା। କେବଳ ତୁମେ ଏତିକି ଦେଖିବ ଯେ ସେଇ ଘଟଣାଟି ତୁମକୁ କ'ଣ ଶିଖେଇ ଦେଇ ଚାଲିଗଲା, କାରଣ ସେ ହିଁ ତୁମ ଜୀବନର ପ୍ରକୃତ ଜ୍ଞାନ। ତୁମର ପୀଡ଼ା ବା ଯନ୍ତ୍ରଣା କେବଳ ଯେ ତୁମକୁ ଦୁଃଖ ଦିଏ ତା ଆଦୌ ନୁହେଁ, ସିଏ ତାରି ମାଧ୍ୟମରେ ତୁମକୁ କିଛି ଜ୍ଞାନ ମଧ୍ୟ ଦେଇଥାଏ।